ଚାମିଲି କେସ୍ ଯୋଉ କହିବେ ବର୍ତ୍ତମାନ ଆପଣଙ୍କ ପାଖରେ ଅଛି ଆପଣ ଯୋଉ ଆଇନଜୀବୀ ହିସାବରେ ତା କେସ୍ ଲଢୁଛନ୍ତି କଣ ତା ଷ୍ଟାଟସ୍ କଣ? ଚାମିଲି ଯୋଉଦିନ କୋର୍ଟରେ ପୁଟଅପ୍ କରାଯାଇଥିଲା ତାର ହେଲ୍ଥ କଣ୍ଡିସନ ବହୁତ ଖରାପ ଥିଲା। ସେ କୌଣସି ତା ନାଁରେ ହେଇଥିବା ଆଲିଗେସନ ଯେତେବେଳେ ଆମେ ତାଙ୍କ ସହିତ ଆଲୋଚନା କଲୁ ସେ କୌଣସି ଉତ୍ତର ଦେଇ ପାରିଲାନି। ତେଣୁକରି ତାର ସ୍ୱାସ୍ଥ୍ୟଗତ ସମସ୍ୟା ଟିକେ ସୁଧୁରିବା ପରେ ଆଜି କେନ୍ଦ୍ରାପଡ଼ା ମେଡିକାଲରେ ତାକୁ ମୁଁ ଆଲୋଚନା କଲି ଏବଂ ତା ବିରୁଦ୍ଧରେ ହେଇଥିବା ସମସ୍ତ ଆଲିଗେସନକୁ ତାକୁ ପଚାରିଲା ପରେ ସେ ସମ୍ପୂର୍ଣ୍ଣ ଆଲିଗେସନ ମିଥ୍ୟା ଏବଂ ଜାଣିଶୁଣି ତାକୁ ଜେଲରେ ପୁରେଇବା ପାଇଁ ଆଉ ତାର ସ୍ୱରକୁ ବନ୍ଦ କରିବା ପାଇଁ ଯୋଉ ଆଇନ ବେଆଇନ କାମ ସବୁ ଯୋଉମାନେ କରୁଛନ୍ତି ତାଙ୍କ ବିରୁଦ୍ଧରେ ଯୋଉ ସ୍ୱର ଉତ୍ତୋଳନ କରିଥିଲେ ତାକୁ ତାର କଣ୍ଠରୋଧ କରିବା ପାଇଁ ସେମାନେ ତାକୁ ଜାଣିଶୁଣି ମିଛ କେସ୍ ଦେଇକିରି ତାକୁ ବିହାଇଣ୍ଡ ବାରରେ ରଖିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସେ ଆଜି ମଧ୍ୟ ମୋତେ ଜେଲରେ ଦେଖିଲେ ବ୍ରୁଟାଲି ଆସଲ୍ଟ ତାଙ୍କୁ କରାଯାଇଛି। ପୋଲିସ ମାନେ ତାଙ୍କୁ ବ୍ରୁଟାଲି ଆସଲ୍ଟ କରିଛନ୍ତି। ତାର ବିଭିନ୍ନ ଶରୀରର ବିଭିନ୍ନ ଜାଗାରେ ଇଞ୍ଜୁରୀ ମାନେ ଅଛି। ସେ ଲାଇଟରେ ଆଜି ମଧ୍ୟ ଆମେ କଣ ଦଫା ଲାଗିଛି କଣ? ସେ ବହୁତ ଦଫା ମଧ୍ୟ ଲାଗିଛି ଯୋଉଟା କି 109 ଆଉ ଅଫିସର ମାନଙ୍କୁ ଡିଷ୍ଟର୍ବ କରିବା ଅଫିସିଆଲ ଡ୍ୟୁଟି କଲାବେଳେ ତାପରେ ଏଇ ସବୁ ଯୋଉଗୁଟା ମାଷ୍ଟର ଟ୍ରାଇବୁଲ ଅଫେନ୍ସ ଲାଗିଛି କିଛି ସେସନ୍ସ ଅଫେନ୍ସ ବି ଲାଗିଛି। କେତେଟା ତାଙ୍କର ଅଭିଯୋଗ ହେଇଛି? ଆଜ୍ଞା ଅଭିଯୋଗ ତାଙ୍କର ଏତେଲା କେତେଟା ହେଇଛି? ଏତେଲା ଗୋଟାଏ ମାତ୍ର ଏତେଲା ଆମ ପାଖକୁ ଯେତିକି ଆସିଛି କେସ୍ ତାର ଗୋଟାଏ ଏତେଲା ଆସିଛି ଯୋଉଟା କି ଜଣେ ଇନ୍ସପେକ୍ଟର ମ୍ୟାଡାମ ତା ନାଁ ଦେଇଛନ୍ତି ସବ୍ ଇନ୍ସପେକ୍ଟର ମ୍ୟାଡାମ ଯେ ତାଙ୍କୁ ଡ୍ୟୁଟି କଲାବେଳେ ସେ ତାଙ୍କ ଆଙ୍ଗୁଠି ଖଣ୍ଡି କଣ କାମୁଡ଼ିଛନ୍ତି। କିନ୍ତୁ ଏ ବିଷୟରେ ଇଞ୍ଜୁରୀ ରିପୋର୍ଟ ଆସିଲା ପରେ ଦେଖାଯିବ। ଏବେ ତାର ସ୍ୱାସ୍ଥ୍ୟଗତ ସମସ୍ୟା ସୁଧୁରିଲା ପରେ ଆଲୋଚନା କରି ଆଜି କୋର୍ଟରେ ଦାଖଲ କରାଯିବ ତାର ବେଲ୍ ଆପ୍ଲିକେସନ ହେଲା ପରେ ସିଡି ଇଞ୍ଜୁରୀ ରିପୋର୍ଟ ଆସିଲା ପରେ ଦେଖାଯିବ କଣ। କୋଉ କୋର୍ଟରେ ବେଲ୍ ରିଜେକ୍ଟ ହେଇଥିଲା କୋଉ କୋର୍ଟରେ ବେଲ୍ ଆପ୍ଲାଏ କରାଯିବ? ଏବେ ଏଇ ଯୋଉ କୋର୍ଟରେ ଏବେ ଆମର SDJM କୋର୍ଟ କୋର୍ଟରେ ଛୁଟି ଚାଲିଛି ଯେହେତୁ ଇନଚାର୍ଜ ଅଛନ୍ତି ଜଣେ ଜେଏମଏଫସି ସେଠି ମ୍ୟାଡାମ ଅଛି ଇନଚାର୍ଜରେ ତାଙ୍କ କୋର୍ଟରେ ଆଜି ପୁଟଅପ୍ କରାଯିବ। ପୁଟଅପ୍ କଲା ପରେ ସେ ସିଡି କଲଫର କରିବେ କଲା ପରେ ତା ବେଲ୍ ହିୟରିଂ ପରେ ଯାହା ହବ। କୋଉ କୋର୍ଟରେ ବେଲ୍ ରିଜେକ୍ଟ ହେଇଥିଲା କୋଉ ପାଇଁ ଆଉ କିଛି ଦିନ ମେଡିକାଲରେ ଟ୍ରିଟମେଣ୍ଟ କରିବା ପାଇଁ ଯାଇଥିଲେ ବେଲ୍ ତାଙ୍କୁ ନିଆଯାଇଥିଲା? ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ମୁଁ ବୁଝିଥିଲି। ସେ ଏବେ ସୁଦ୍ଧା ୱିକ୍ ଅଛନ୍ତି, ବଡିଲି ୱିକ୍ ଅଛନ୍ତି। ମେମୋରି ବି ତାଙ୍କର ଠିକ୍ ସେ କଥାବାର୍ତ୍ତା ବି କରିପାରୁନାହାନ୍ତି। ତାଙ୍କର ଦେହ ବି ଅସୁସ୍ଥ ଅଛି ବୋଲି ମୋତେ କହିଲେ। ସେଥିପାଇଁ ଆମେ ଚାହୁଁଛୁ ଯୋଉ ଗୁଡାକ ତାଙ୍କର ସବୁ ଆଗରୁ ଆସଲ୍ଟ କରାଯାଇଛି ସେ ଇଞ୍ଜୁରୀ ଆଉ ଥରେ କରାଯାଉ, ରିକ୍ୱେସନ କରାଯାଏ ଡକ୍ଟର ପାଖରୁ ତାଙ୍କର ଏବେକାର କଣ ସବୁ ଇଞ୍ଜୁରୀ ଅଛି ସେଟା ଆଉ ଥରେ ବି କୋର୍ଟକୁ ଉପସ୍ଥାପନ କରାଯାଉ। କୋଉ କୋର୍ଟରେ ବେଲ୍ ରିଜେକ୍ଟ ହେଇଥିଲା ଆଉ କୋଉ କୋର୍ଟରେ କେତେ ତାରିଖ ଦିନ ପୁଣି ବେଲ୍ ମୁଭ୍ କରାଯିବ? ପ୍ରଥମ ଯେହେତୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିଲା ସେ କୌଣସି କଥାବାର୍ତ୍ତା କରିପାରୁନଥିଲେ କୌଣସି ବେଲ୍ ଆପ୍ଲିକେସନ ସେତେବେଳେ ତାଙ୍କ ତରଫରୁ ଆଗତ ହେଇନଥିଲା ଅବଜରଭେସନରେ ଥିଲା। ଆଜି ଦରଖାସ୍ତ ଦାୟର ହବ ଏବଂ ସେଟା ବେଲ୍ ମୁଭ୍ ହବ। କୋଉ କୋର୍ଟରେ? ଏସଡିଜିଏମ୍ ଇନଚାର୍ଜ ଅଛନ୍ତି ତାଙ୍କର କୋର୍ଟ ଆଜି କରାଯିବ।